ଏହି ସିକ୍ରେଟଟି କେହି ବି କହିନଥାନ୍ତି। କେବଳ ଏହି ସିକ୍ରେଟ ଫୁଡି ଚ୍ୟାନେଲରେ ହିଁ ମିଳିଥାଏ। କାହିଁକି ନା ୟାର ନାଁ ହଉଛି ସିକ୍ରେଟ ଫୁଡି, ତେଣୁକରି ସବୁ ଜିନିଷର ସିକ୍ରେଟ ଟିପ୍ସ ଟ୍ରିକ୍ ୱିଥ୍ ଅନଲିମିଟେଡ ବୋନସ୍ ପଏଣ୍ଟ କେବଳ ସିକ୍ରେଟ ଫୁଡିରେ ମିଳିଥାଏ। ତ କୋଉ ଜିନିଷଟି ଆପଣଙ୍କୁ କେହି ବି ଜଣେଇ ନାହାନ୍ତି, ସେଇ ଜିନିଷଟା ଆଜି ମୁଁ ଏଇଠି ଆପଣଙ୍କୁ ବନେଇବି। ଆପଣ ସମସ୍ତେ ତ ଗାଜର ହାଲୁଆ ଖାଇବାକୁ ବହୁତ ପସନ୍ଦ କରନ୍ତୁ। ଛୁଆଠୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ଗାଜର ହାଲୁଆ ପସନ୍ଦ। ଆଜି ମୁଁ ଆପଣଙ୍କୁ ଏହି ଉପାୟରେ କହିବି, ଯେଉଁ ଉପାୟରେ ଆପଣ ଦୋକାନ ମାନଙ୍କରେ ହାଲୁଆଇ ମାନଙ୍କରେ ଖାଆନ୍ତି କିନ୍ତୁ କେହି ପଚାରିଲେ କୁହନ୍ତି ନାହିଁ। ଯଦି ସେଇ ଉପାୟରେ ଆପଣ ବନେଇ ଦଉଛନ୍ତି ତ ଗ୍ୟାରେଣ୍ଟି ମୋର ଆପଣ ସବୁବେଳେ ହିଁ ଘରେ କରିକି ଖାଇବେ। ଆଉ ଥରେ ଯଦି ପାଟିରେ ଲାଗିଗଲା ତ ବାରମ୍ବାର ଏହି ଉପାୟରେ ବନେଇ ଖାଇବେ। ତ ହାଇ, ୱେଲକମ୍ କରୁଛି ସିକ୍ରେଟ ଫୁଡି ଚ୍ୟାନେଲକୁ। ମୁଁ ଆଶା କରୁଛି ଆପଣ ବହୁତ ବଢିଆ ଭାବରେ ଥିବେ। ମୁଁ ବହୁତ ଟାଇମ ଆପଣଙ୍କର ବେଶୀ ମୁଁ ଏଠି ନଷ୍ଟ କରିବି ନାହିଁ। କାମ ଆମର ଆରମ୍ଭ କରିବା। ଟପିକ ଆମର ହଉଛି ଗାଜରର ହାଲୁଆ, ବହୁତ ଅଲଗା ପ୍ରକାରର। ତ ଚାଲନ୍ତୁ ଫ୍ରେଣ୍ଡ, କଥାବାର୍ତ୍ତା କମ କରି ଆମର ବନେଇଦବା ଆଜି ଗାଜର ହାଲୁଆ। ପ୍ରଥମେ ଦେଖିବା ପାରୁଥିବେ ଫ୍ରେଣ୍ଡ, ମୁଁ ଏଇଠି ଗାଜର ନେଇଛି। ଗାଜରକୁ ଆପଣ ପ୍ରଥମେ ବହୁତ ବଢିଆ ଭାବରେ ଧୋଇ ନିଅନ୍ତୁ। ଗାଜରର ଚୋପା ଛଡେଇବା ପୂର୍ବରୁ ସବୁବେଳେ ମନେ ରଖିବେ ଗାଜରକୁ ଧୋଇ ନେବେ। ଏବେ ଦେଖିପାରୁଥିବେ ଫ୍ରେଣ୍ଡ, ମୁଁ ବହୁତ ଭାବରେ ଧୋଇ ନେଇକି ତାକୁ ମୁଁ ଆଗ ଆଉ ପଛ ମୁଣ୍ଡି କାଟି ଦେଇଛି, ତା ସହିତ ଚୋପା ମଧ୍ୟ ଉଠେଇ ଦେଇଛି। ଏହିପରି ଭାବରେ ଫ୍ରେଣ୍ଡ ସମସ୍ତଙ୍କ ପାଖରେ ଜାଲି ଥାଏ, ତ ନିହାତି ଭାବରେ ଫ୍ରେଣ୍ଡ ଏହିପରି ଭାବରେ ଘଷନ୍ତୁ। ଯଦି ଆପଣଙ୍କ ପାଖରେ ଜାଲି ନାହିଁ ତ ଆପଣ ପୁରା ଛୋଟ ଛୋଟ ପିସ୍ କରିପାରିବେ, ନହେଲେ ଦରଖଣ୍ଡିଆ ଆପଣ ଗ୍ରାଇଣ୍ଡିଙ୍ଗ ମଧ୍ୟ କରିପାରିବେ। ଏ ଦେଖିପାରୁଥିବେ ଫ୍ରେଣ୍ଡ, ଏହିପରି ଭାବରେ ଆପଣ କରିଦିଅନ୍ତୁ ଯଦି ଆପଣ କରିବା ପାଇଁ ଚାହୁଁଛନ୍ତି। କିନ୍ତୁ ଆପଣଙ୍କର ଏହିପରି ଭାବରେ ନାହିଁ ଜାଲି ଯେମିତିକି ଆପଣ ଏହିପରି ଭାବରେ ଗ୍ରେଟ୍ କରିପାରିବେ, ଗ୍ରେଟର ନାହିଁ ତ ମତେ କମେଣ୍ଟ କଲେ ମୁଁ ସାଙ୍ଗେ ସାଙ୍ଗେ ଆପଣଙ୍କର ଉପାୟ ଦେବି ବିନା ଗ୍ରେଟରରେ କେମିତି ଆପଣ ଏହିପରି ଭାବରେ ବନେଇ ପାରିବେ। ଏ ଦେଖିପାରୁଥିବେ ଫ୍ରେଣ୍ଡ, ବହୁତ ବଢିଆ ଭାବରେ ଆପଣଙ୍କୁ ଏହିପରି ଭାବରେ ଗ୍ରେଟ୍ କରିଦେବାର ଅଛି। ଇଏ ଦେଖିପାରୁଥିବେ ଫ୍ରେଣ୍ଡ, ଆଉ ଯଦି ଆପଣ ଗ୍ରେଟର ଆଣିବା ପାଇଁ ଚାହିଁବେ, ବହୁତ ଇଜିଲି ଆପଣଙ୍କୁ ମାର୍କେଟରେ 50 ରୁ 100 ଟଙ୍କା ଭିତରେ ଆପଣଙ୍କୁ ଏହିପରି ଭାବରେ ଗ୍ରେଟର ମିଳିଯାଇଥାଏ, ଯୋଉଥିରେ କି ଆପଣ ଅନଲିମିଟେଡ ଡିସେସ୍ ବନେଇ ପାରିଥାନ୍ତି। ଆଳୁ ଚିପ୍ସ ଠୁ ଆରମ୍ଭ କରି ଗାଜର ହାଲୁଆ ଠୁ ଆରମ୍ଭ କରି ସାଲାଡ ପର୍ଯ୍ୟନ୍ତ ବହୁତ ସାରା ଡିସ୍ ଏଇଥିରେ ଆପଣ ବନେଇ ପାରିଥାନ୍ତି। ତ ଦେଖିପାରୁଥିବେ ଫ୍ରେଣ୍ଡ, ୟାକୁ ଆମେ ବହୁତ ବଢିଆ ଭାବରେ ଟିକେ ଏହିପରି ଭାବରେ ଆମେ ଘଷିଦବା, ଯାହା ଦ୍ୱାରା ଆପଣ ବୁଲେଇ ଆଗ ପଛ ଏପଟ ସେପଟ କରିକି ବୁଲିକି ଘଷି ପାରୁଥିବେ, ଯାହା ଦ୍ୱାରା ଆପଣଙ୍କର ବହୁତ ହିଁ ବଢିଆ ଭାବରେ ଗାଜରଟି ଗ୍ରେଟ୍ ହେଇଯିବ ବହୁତ ହି ଜଲ୍ଦି। ଫ୍ରେଣ୍ଡ ଏହିପରି ଭାବରେ ଆପଣ ସବୁତକ ଗାଜରକୁ ଗ୍ରେଟ୍ କରିଦିଅନ୍ତୁ। ଆଉ ଯୋଉମାନେ ଆପଣଙ୍କର ଫ୍ରେଣ୍ଡ ଫ୍ୟାମିଲି ମେମ୍ବର ଯୋଉମାନେ ଗାଜର ହାଲୁଆ ଖାଇବାକୁ ପସନ୍ଦ କରନ୍ତି ସେମାନଙ୍କ ପାଖରେ ସେୟାର କରିଦିଅନ୍ତୁ। କଥାରେ ଦେଖିପାରୁଥିବେ ଫ୍ରେଣ୍ଡ, ବହୁତ ବଢିଆ ଭାବରେ ଗାଜରଟିକୁ ଆମେ ଏହିପରି ଭାବରେ ଛିଲକେଇ ଦେଇଛେ। ଫ୍ରେଣ୍ଡ ଏଇଠି ମୁଁ ଟୋଟାଲ 3ଟା ଗାଜରର କରିଛି। ଆପଣଙ୍କ ସ୍କ୍ରିନ ସାମ୍ନାରେ ଯୋଉ ଗାଜର ଥିଲା ସେଇ ଗାଜରରୁ ମୁଁ ଏଠି କେବଳ 3ଟା ଗାଜରରେ ଏଠି ଗାଜର ହାଲୁଆ ବନେଇବି। ଦେଖିପାରୁଥିବେ ଫ୍ରେଣ୍ଡ, ବହୁତ ବଢିଆ ଭାବରେ ଆମେ ଗ୍ରେଟେଡ କରିନେଇଛେ। ଏବେ ଚାଲନ୍ତୁ ଯିବା ଗ୍ୟାସ ପାଖକୁ। ଗ୍ୟାସରେ ପ୍ରଥମେ ଆମେ ନେଇଯିବା ଘିଅ। ଦେଖିପାରୁଥିବେ ଫ୍ରେଣ୍ଡ, ମୁଁ ଏଇଠି ଦେଶୀ ଘିଅ ନେଇଛି, ମାନେ ଗୁଆ ଘିଅ ନେଇଛି। ଯଦି ଆପଣଙ୍କୁ ଘିଅ ଏଠି ପସନ୍ଦ ନୁହଁ ତ ଆପଣ ଡାଲଡା ଘିଅ ମଧ୍ୟ ଏଠି ନେଇପାରିବେ। ଯଦି ତା ବି ପସନ୍ଦ ନୁହଁ ତ ଆପଣ ରିଫାଇନ ଅଏଲ ୟୁଜ କରିପାରିବେ। କିନ୍ତୁ ଫ୍ରେଣ୍ଡ ଯଦି ଆପଣ ଏଠି ଘିଅ ନେଉଛନ୍ତି ତ ଖାଇବାଟା ଆହୁରି ଆପଣଙ୍କର ଟେଷ୍ଟ ହେଇଥାଏ, ଯୋଉଟା କି ଆପଣଙ୍କର ହାଲୁଆଇ ମାନେ କରନ୍ତି, ମାନେ ଦୋକାନରେ କରନ୍ତି। ଏହିପରି ଭାବରେ ଆପଣ ବନେଇ ପାରିବେ। ଫ୍ରେଣ୍ଡ ପ୍ରଥମ ବୋନସ୍ ପଏଣ୍ଟ ହଉଛି, ଆପଣ ଏଠି ଯଦି ୟୁଜ କରିବା ପାଇଁ ଚାହୁଁଛନ୍ତି 1 ଚାମଚ ହଉନା କାହିଁକି ଆପଣ ଏଠି ଘିଅ ନିହାତି ଭାବରେ ୟୁଜ କରନ୍ତୁ। ଯଦି ଘିଅ ନାହିଁ ତ ଆପଣ ଏଠି ଡାଲଡା ମଧ୍ୟ ୟୁଜ କରିପାରିବେ। ଯଦି ଡାଲଡା ଘିଅ ନାହିଁ ତ ଆପଣ ଏଇଠି ରିଫାଇନ ମଧ୍ୟ ୟୁଜ କରିପାରିବେ। ଦେଖିପାରୁଥିବେ ଫ୍ରେଣ୍ଡ, ମୁଁ ଏଠି 2 ଚାମଚ ନେଇଯାଇଛି ଗୁଆ ଘିଅ, ସେଇଥିରେ ମୁଁ ଦେଇଦେଇଛି ଆମର ଗାଜର ଯୋଉଟା କି ଆମେ ଗ୍ରେଟ୍ କରିକି ରଖିଥିଲେ। ଦେଇ ସାରିଲା ପରେ ବହୁତ ବଢିଆ ଭାବରେ ଆମେ ମିଶେଇଦବା। ଫ୍ଲେମ୍ ଏଇଠି ମୋର ମିଡିୟମ ଫ୍ଲେମ୍ ଅଛି ଫ୍ରେଣ୍ଡ, ମନେ ରଖିଥିବେ ଏଇଟା ଆପଣ ମିଡିୟମ ଫ୍ଲେମ୍ ଦିଅନ୍ତୁ। ହାଇ ଫ୍ଲେମ୍ ଦେବେନି କିମ୍ବା ଆଦୌ ଲୋ କରିବେ ନାହିଁ, ମିଡିୟମ ଫ୍ଲେମ୍ ଦେଇକି ଏହିପରି ଭାବରେ ଚଲେଇ ରଖନ୍ତୁ। ଲଗାତାର ଚଲେଇବା କୌଣସି ପ୍ରକାର ଦରକାର ନାହିଁ। ଆପଣ ଚାହିଁଲେ ମଧ୍ୟ ଘୋଡେଇକି ମଧ୍ୟ 2 ରୁ 5 ମିନିଟ୍ ପର୍ଯ୍ୟନ୍ତ ଘୋଡେଇକି ରଖିପାରିବେ, ଯାହାଦ୍ୱାରା କମ ଟାଇମରେ ସିଝି ଯାଇଥାଏ। କିନ୍ତୁ ମୁଁ ଫ୍ରେଣ୍ଡ ଏଇଠି ଆପଣଙ୍କୁ ଯେହେତୁ ଦେଖୁଛି, ମୁଁ ଏଇଠି ପୁରା ଏମିତି ଓପନ କରିକି ଦେଖୁଛି ତାକି ଆପଣ ମାନେ ବି ମଧ୍ୟ ଜାଣିପାରନ୍ତୁ, ଶିଖିପାରନ୍ତୁ। ଏ ଦେଖିପାରୁଥିବେ ଫ୍ରେଣ୍ଡ, ଏହିପରି ଭାବରେ ଆପଣଙ୍କୁ ମିଶେଇ ଦବାର ଅଛି। ଠିକ ଏତିକି ଇଏରେ ଆପଣ ଦେଖିପାରୁଥିବେ କଲର ଚେଞ୍ଜ ହବା ଆରମ୍ଭ ହେଇଗଲାଣି, ମାନେ ଫିକାର ଆପଣ ଏଠି ଦେଖିପାରୁଥିବେ ଫ୍ରେଣ୍ଡ କଲର ବହୁତ ଡାଉନ ହବା ଆରମ୍ଭ ହେଇଗଲାଣି। ପୁରା ଏଠି କଲରଟି ଆମର ୟେଲୋ ଦେଖାଗଲାଣି, ତା ମାନେ ଆମର ଏଇ ଗାଜରଟି ପୁରା ଭାବରେ ସିଝି ଆସିଲାଣି। ଫ୍ରେଣ୍ଡ ଏତିକି ପ୍ରୋସେସିଂ, ଆଉ ଆମକୁ ବେଶୀ ପ୍ରୋସେସିଂ ଏଇଠି ବଢେଇବା ଦରକାର ନାହିଁ। ଏତିକି ଆପଣଙ୍କୁ ସିଝେଇବାର ଅଛି ଯେତିକି କି ଗାଜର କଞ୍ଚା ସ୍ମେଲ ଟା
କଟିଯିବ। ଫ୍ରେଣ୍ଡ ଆପଣ ଏଟାକୁ ଆରମ୍ଭ କଲେ ଆପଣ ନିଜେ ବି କଲର ଚେଞ୍ଜ ହବ ମାନେ ଆପଣ ଜାଣିପାରିବେ ଗାଜର ସ୍ମେଲଟା କଟିଗଲା ପରେ ଆପଣ ତାପରେ ହିଁ ପ୍ରୋସେସିଂ ଆରମ୍ଭ କରନ୍ତୁ। ଯଦି କଞ୍ଚା ଥାଇକି ଆପଣ ତାପରେ ପ୍ରୋସେସିଂ ଆରମ୍ଭ କରୁଛନ୍ତି ତ ଖାଇବାରେ ଟିକେ ଭଲ ଲାଗିବନି, କଞ୍ଚା କଞ୍ଚାଳିଆ ବାସ୍ନା ଆସିବ ଯୋଉଟାକି ଆଦୌ ଭଲ ଲାଗିବନି। ତେଣୁକରି ଫ୍ରେଣ୍ଡ ଟିକେ ଏଇଠି ଲୋ ଟୁ ମିଡିୟମ ଫ୍ଲେମରେ କରନ୍ତୁ ତାକି ଆମର ସିଝିବାରେ ହୁଏ ପଛେ ଆମର 5 ମିନିଟ୍ ଖଣ୍ଡେ ଟାଇମ ଲାଗୁ, କିନ୍ତୁ ଏଇଟା ଆମର ଖାଇଲେ ବହୁତ ବଢିଆ ଭାବରେ ଟେଷ୍ଟ ଲାଗେ। ଯୋଉଟା ଆପଣଙ୍କୁ କେହି ହାଲୁଆଇ ମାନେ କୁହନ୍ତିନି ସେଇଟା ଏଇଠି ମୁଁ ଆପଣଙ୍କୁ କହୁଛି, ଯୋଉଟା କି ଏଇ ଟିପ୍ସ ଆଉ ଟ୍ରିକ୍ ମୁଁ ଆଶା କରିବି ଆପଣଙ୍କୁ ବହୁତ ବଢିଆ ଭାବରେ ଭଲ ଲାଗିବ। ହାଲୁଆଇ ମାନେ କଣ କରନ୍ତି ସବୁବେଳେ ଗାଜରଟିକୁ ସାଇଡ କରିଦିଅନ୍ତି ଯୋଉଟା କି ସେ ଭାଜିକି ରଖିଥାନ୍ତୁ, ତା ସାଇଡରେ ସେମାନେ ଘିଅ ଦେଇ ଦିଅନ୍ତି। ଫ୍ରେଣ୍ଡ ଆମକୁ ଅଲଗା ଏଇ ଉପାୟଟା କରିବାର ନାହିଁ, ସେଇ ସେମ କଡେଇରେ କରନ୍ତୁ, କାହିଁକି ନା ୟାର ଯୋଉ ଫ୍ଲେଭରଟା ସବୁ ଫ୍ଲେଭର ଆମର ଏଇ ଗାଜରରେ ପଶିବ ଆଉ ବଢିଆ ମଧ୍ୟ ଟେଷ୍ଟ ଲାଗିବ। ଏଠି ଦେଖିପାରୁଥିବେ ଫ୍ରେଣ୍ଡ ମୁଁ 1 ଚାମଚ ଗୁଆ ଘିଅ ନେଇଛି, ହେଇଥିରେ ମୁଁ କାଜୁ ନେଇଛି, ଖିସମିସ ନେଇଛି, ତା ସହିତ ମୁଁ ଏଠି ବାଦାମକୁ ଫ୍ରେଣ୍ଡ କାଟି ଦେଇଛି 2 ଖଣ୍ଡ କରିକି, ଆଲମଣ୍ଡକୁ ମୁଁ ଏଠି କାଟି ଦେଇଛି। ଫ୍ରେଣ୍ଡ ଆପଣଙ୍କୁ ଯେକୌଣସି ଜିନିଷ ପସନ୍ଦ ଲାଗୁଥିବ ଆପଣ ସେ କୌଣସି ଜିନିଷ ମାନେ ସେ କୌଣସି ଡ୍ରାଇ ଫ୍ରୁଟ ଆପଣ ଏଇଠି ୟୁଜ କରିପାରିବେ। ଏ ଦେଖିପାରୁଥିବେ ଫ୍ରେଣ୍ଡ ବହୁତ ବଢିଆ ଭାବରେ ଏଇଠି ଆମେ ଗାଜର ଏଇଠି ଗାଜରରେ ଆମେ ମିଶେଇ ଦେଇଛେ ଆମର ଏଇ ଡ୍ରାଇ ଫ୍ରୁଟକୁ ଟିକେ ସାଇଡ ବାଇ ସାଇଡ ଆମେ ଏଇ ଭାବରେ ଭାଜିଦବା। ଆଉ ଗାଜରକୁ ଆଦୌ ଛୁଇଁବା ଦରକାର ନାହିଁ, ସେ ତାର ସେମିତି ସେଟ୍ ହେଇକି ଥିବ, ସେ ଆଦୌ ବି ତଳେ ଲାଗିବ ନାହିଁ। ବସ୍ ଆପଣ ଏଇ ଡ୍ରାଇ ଫ୍ରୁଟକୁ ଭାଜନ୍ତୁ। ଏଇଟାକୁ ଫ୍ରେଣ୍ଡ ଆପଣ ଲୋ ଫ୍ଲେମରେ ଭାଜିବେ, କାହିଁକି ନା ଆମର ଗାଜର ଗୋଟେ ସାଇଡରେ ରଖିଛେ, ଯଦି ହାଇ କରିବେ ତ ଗାଜର ଏପଟେ ଲାଗିଯିବାର ସମ୍ଭାବନା ଥାଏ। ତ 2 ମିନିଟ କରି ମାନେ 1 ମିନିଟରୁ 2 ମିନିଟ ଭିତରେ ଆପଣ ଏଇ ଡ୍ରାଇ ଫ୍ରୁଟଟା ବହୁତ ବଢିଆ ଭାବରେ ଭାଜି ନେବେ ଏଇ ସାଇଡରେ କେବଳ 1 ଚାମଚ ଘିଅରେ। ଏଇଟା କରିବା ଦ୍ୱାରା କଣ ହେଇଥାଏ, ଆପଣ ଚାହିଁଲେ ଫ୍ରେଣ୍ଡ ଆଗରୁ ଭାଜି ପାରିବେ ଡ୍ରାଇ ଫ୍ରୁଟରେ, କିନ୍ତୁ ଯଦି ଫ୍ରେଣ୍ଡ ଆପଣ ଡାଇରେକ୍ଟ ଗାଜର ସାଇଡରେ ହିଁ ରଖୁଛନ୍ତି ତ ଡ୍ରାଇ ଫ୍ରୁଟର ବାସ୍ନାଟା ସବୁ ଆମର ଗାଜର ଭିତରେ ଆସି ଯାଇଥାଏ, ଯୋଉଟା କି ଖାଇବାରେ ବହୁତ ବଢିଆ ଭାବରେ ଟେଷ୍ଟ ଲାଗେ ଆଉ ବହୁତ ବଢିଆ ଭାବରେ ୟୁନିକ୍ ଟେଷ୍ଟ ଦିଏ। ଏଇଟା କେହି ଆପଣଙ୍କୁ କୁହନ୍ତିନି ଯେତେବେଳେ ହାଲୁଆଇ ମାନେ କରନ୍ତି ଏଇପରି ଭାବରେ କରନ୍ତି, ଏଇଟା କେହି ବି ଏପର୍ଯ୍ୟନ୍ତ ଜାଣିନଥିଲେ। ଯଦି ଆପଣ ନୂଆ ଜାଣିଲେ ପ୍ଲିଜ ଫ୍ରେଣ୍ଡ ଗୋଟେ କମେଣ୍ଟ କରିଦିଅନ୍ତୁ ଆପଣ କୋଉଠୁ ଦେଖୁଛନ୍ତି, ଆଉ ଯଦି ଭଲ ଲାଗୁଛି ମୋ ଭିଡିଓଟା ଆପଣଙ୍କ ଫ୍ରେଣ୍ଡ ଆଉ ଫ୍ୟାମିଲି ମେମ୍ବର ସହିତ ସେୟାର କରିଦିଅନ୍ତୁ, ତାକି ସେଇମାନେ ବି ମଧ୍ୟ ଏହିପରି ଭାବରେ ଗାଜର ହାଲୁଆ ବନେଇବା ଶିଖିଯିବେ। ଏ ଦେଖିପାରୁଥିବେ ଫ୍ରେଣ୍ଡ ବହୁତ ବଢିଆ ଭାବରେ ଆମର ଗାଜର ହାଲୁଆ ରେଡି ହେଇଯାଇଛି। ଏବେ ଆମେ ନେଇଯିବା ଏଇଠି କ୍ଷୀର। ଫ୍ରେଣ୍ଡ ଦେଖିପାରୁଥିବେ ମୁଁ ଗୋଟେ ଫୁଲ ବଡ କପରେ କପେ ହବ ଏଇଠି ମୁଁ କ୍ଷୀର ନେଇଯାଇଛି, ଆଉ ଏଇଠି ଅଧା କପ୍ ନେଇଯାଇଛି, ମାନେ ମୁଁ ଏଇଠି ଟୋଟାଲ ଫ୍ରେଣ୍ଡ 3ଟା ଗାଜରରେ ମୁଁ ଏଇଠି 1.5 କପ୍ କ୍ଷୀର ଦେଇଛି। ଦେଖିପାରୁଥିବେ ଫ୍ରେଣ୍ଡ ନର୍ମାଲ ଯୋଉ ପ୍ୟାକେଟ ବାଲା କ୍ଷୀର ଆସେ ସେଇ କ୍ଷୀର ନେଇଛି, ଆପଣଙ୍କ ପାଖରେ ଯେକୌଣସି କ୍ଷୀର ଆଭେଲେବୁଲ ଅଛି ଆପଣ ସେଇ କ୍ଷୀର ମଧ୍ୟ ନେଇପାରିବେ। ଯଦି କଞ୍ଚା କ୍ଷୀର ଅଛି ତ ଫ୍ରେଣ୍ଡ ଟିକେ ଚେଷ୍ଟା କରିବେ କି କଞ୍ଚା କ୍ଷୀରକୁ ଆପଣ ଟିକେ ଏଇଠି ଫୁଟେଇ ଦେଇକି ତାପରେ ହିଁ ଆଡ କରନ୍ତୁ। ଯଦି ସିଝା କ୍ଷୀର ଅଛି ତ ଡାଇରେକ୍ଟ ଆପଣ ଏଇଠି ଦିଅନ୍ତୁ, ଥଣ୍ଡା କିମ୍ବା ଗରମ ଯାହା ବି ଅଛି ଚଳିବ, ଆପଣ ଏଇଠି ଆଡ କରିପାରିବେ। ଦେଖିପାରୁଥିବେ ଫ୍ରେଣ୍ଡ ମୁଁ ବହୁତ ବଢିଆ ଭାବରେ କ୍ଷୀରଟିକୁ ଦେଇଦେଇଛି। ଏଇଟା ଆମର 1.5 କପ୍ ହବ କ୍ଷୀର ଲାଗିଲା। ଫ୍ରେଣ୍ଡ ଯଦି ଆପଣଙ୍କ ପାଖରେ କ୍ଷୀର ନାହିଁ ତ ଚିନ୍ତା କରିବାର କୌଣସି ଉପାୟ ନାହିଁ, ଏମିତି ମୁଁ ଅଲ୍ଟରନେଟ୍ ଆପଣଙ୍କୁ କହିବି ଯୋଉଟା କି ଆପଣ ବିନା କ୍ଷୀରରେ ମଧ୍ୟ ବନେଇ ପାରିବେ ଆଉ ଟେଷ୍ଟ ମଧ୍ୟ 2 ଗୁଣା ଲାଗିବ। ଏ ଦେଖିପାରୁଥିବେ ଫ୍ରେଣ୍ଡ ମୁଁ ନେଇଯାଇଛି ଟିକେ ସ୍ଲାଇଟ ଲୁଣ, ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ପୁରା ଟୋଟାଲ ପିଞ୍ଚିଏ ହବ ମୁଁ ଏଇଠି ଲୁଣ ନେଇଯାଇଛି। ଲୁଣଟାକୁ ଆମେ ଏଇଠି ଦେଇଦବା, ଦେଇକି ବହୁତ ବଢିଆ ଭାବରେ ଆମେ ଛାଡ଼ିଦବା। ଫ୍ରେଣ୍ଡ ଏଇଠି ଲୁଣ ପକେଇବା ଦ୍ୱାରା କଣ ହେଇଥାଏ ମୁଁ ଆପଣଙ୍କୁ ଆଗକୁ କହି ରଖିବା ପାଇଁ ଚାହିଁବି। ଫ୍ରେଣ୍ଡ ଏଇଠି ଲୁଣ ପକେଇବା ଦ୍ୱାରା ଆପଣଙ୍କର ଟେଷ୍ଟ ଆହୁରି 2 ଗୁଣା ହେଇଥାଏ। ଯେକୌଣସି ଜିନିଷରେ ଆପଣ ଲୁଣ ପକାନ୍ତି ସେଟା ଆହୁରି ମଧ୍ୟ ଟେଷ୍ଟ ଲାଗିଥାଏ। ଯେତେବେଳେ ହାଲୁଆଇ ମାନେ କୌଣସି ମିଠା ଜିନିଷ କରନ୍ତି ସେ ଏଇଥିରେ ଅଳ୍ପ କିଛି ହଉନା କାହିଁକି ଲୁଣ ପକାନ୍ତି, କାହିଁକି ନା ଫ୍ରେଣ୍ଡ ମିଠା ଜିନିଷରେ ଲୁଣ ପକେଇବା ଦ୍ୱାରା ତାର ଟେଷ୍ଟ ଏଟା 2 ଗୁଣ ହେଇଯାଇଥାଏ। ଏ ଦେଖିପାରୁଥିବେ ଫ୍ରେଣ୍ଡ ଆମେ ଏଇପରି ଭାବରେ ଲୁଣ ପକେଇଦେଲେ ତାକି ଆମର ବହୁତ ବଢିଆ ଭାବରେ ଟେଷ୍ଟ ଆସିଯିବ। ଫ୍ରେଣ୍ଡ ଯଦି ଆପଣଙ୍କ ପାଖରେ କ୍ଷୀର ନାହିଁ ତ ଆପଣ କରିବେ କଣ, ସେଟା ଆପଣ ଟେନସନ ନବାର ନାହିଁ, ସେଟା ମୁଁ ଆଗକୁ ଆପଣଙ୍କୁ କହି ରଖିବି। ତେଣୁକରି ଫ୍ରେଣ୍ଡ ତା ପୂର୍ବରୁ ଆପଣଙ୍କୁ ଧ୍ୟାନ ରଖିବାର ଅଛି ଏ କ୍ଷୀରଟିକୁ ଆମେ ଦେଇଛେ ଯେହେତୁ ପୁରା ଅଧା ହେଲା ପର୍ଯ୍ୟନ୍ତ ଆମେ ତାକୁ ଘୋଡେଇକି ରଖିବା। ଫ୍ରେଣ୍ଡ ଆପଣ ଦେଖିପାରୁଥିବେ ଇଏ ପର୍ଯ୍ୟନ୍ତ ଅଧା ବି ମଧ୍ୟ ହେଇନି, ମାନେ ଆମ କ୍ଷୀରଟା 1.5 କପ୍ ଦେଇଛେ, 1.5 କପରୁ ଇଏ ପୁରା ଅଧ କପ୍ ରହିବା ଦରକାର, ସେଇ ଭାବରେ ଆମେ ଆକୁ ଚଲେଇବା। ଏଇଠି ଫ୍ରେଣ୍ଡ ମୁଁ ଢାଙ୍କୁଣୀ ଘୋଡେଇକି ରଖିଥିଲି ଆଉ ଆପଣ ଦେଖିପାରୁଥିବେ ପୁରା ଯେତିକି କ୍ଷୀର ଥିଲା ଟିକେ ଜଷ୍ଟ କମି ଯାଇଛି, ମାନେ ଟିକେ ହାଲକା ଆମର ସିଝିକି ସେଟା ଆମର ବହଳିଆ ହେଇଯାଇଛି ଆଉ କ୍ଷୀର ସବୁ ତକ ଅଛି ତାକୁ ମଝିରେ ମଝିରେ ଘାଣ୍ଟିକି ପୁଣି ଆଉଥରେ ଆମେ ଘୋଡେଇ ଦବା। ଘୋଡେଇ ଦବା ଦ୍ୱାରା ହେଇଥାଏ କଣ ଟିକେ ଜଲ୍ଦି ତ ସିଝି ହିଁ ଯାଇଥାଏ ଆମର, ଆଉ ତାର ଯୋଉ ଫ୍ଲେଭରଟା ସେଇଟା ମଧ୍ୟ ରହିଯାଇଥାଏ। ତେଣୁକରି ଫ୍ରେଣ୍ଡ ଆମେ ଟିକେ ସମୟ ପାଇଁ ଆକୁ ଘୋଡେଇକି ଛାଡିଦବା, ତାକି କ୍ଷୀର ଆମର ପୁରା କ୍ୱାଣ୍ଟିଟି ଅଧାରୁ ଅଧା ହେଇଯିବ, ମାନେ ଯେତିକି ଆମେ କ୍ଷୀର ପକେଇଥିଲେ ତାର ଅଧା କ୍ଷୀର ହେଲା ପର୍ଯ୍ୟନ୍ତ ଆମେ ଏଠି ଛାଡିଦବା। ଫ୍ରେଣ୍ଡ ଆପଣ ଦେଖିପାରୁଥିବେ କ୍ଷୀରଟାର କ୍ୱାଣ୍ଟିଟି ବହୁତ ବଢିଆ ଭାବରେ କମି ଯାଇଛି ଆଉ ମଲେଇଟା ମଧ୍ୟ ବହୁତ ବଢିଆ ଭାବରେ ଏଇଠି ଜମି ଯାଇଛି। ସାଇଡ ବାଇ ସାଇଡ ଆପଣ ଦେଖିପାରୁଥିବେ ମୁଁ ଏଇଠି ଘାଣ୍ଟି ବି ମଧ୍ୟ ଚାଲିଛି। ଏତିକି କରି ଫ୍ରେଣ୍ଡ ଆପଣ ବହୁତ ବଢିଆ ଭାବରେ ମିଶେଇ ଦିଅନ୍ତୁ।
ଆଉ ତା ଉପରେ ଦେଇ ଦିଅନ୍ତୁ ଇଲାଇଚି ପାଉଡର ମାନେ ଗୁଜୁରାତିର ଗୁଣ୍ଡ। ଫ୍ରେଣ୍ଡ ଆପଣଙ୍କ ପାଖରେ ଯଦି ଗୁଜୁରାତି ଅଛି ତ ଗୁଜୁରାତିକୁ ଡାଇରେକ୍ଟ ଛେଚିକି ମଧ୍ୟ ଦେଇପାରିବେ। ଯଦି ଗୁଜୁରାତି ଗୁଣ୍ଡ ନାହିଁ ତ 2ଟା ଗୁଜୁରାତି ଛେଚି ଦିଅନ୍ତୁ, ତାପରେ ତାକୁ ଦିଅନ୍ତୁ, ଆଡ୍ କରିଦିଅନ୍ତୁ। ଏଠି ମୋ ପାଖରେ ଗୁଣ୍ଡ ଥିଲା, ମୁଁ ଗୁଣ୍ଡ ପକେଇଦେଲି। ତା ସହିତ ଏଠି ମୁଁ ନେଇଯାଇଛି 3 ବଡ଼ ଚାମଚ ଚିନି। ଫ୍ରେଣ୍ଡ ଆପଣ ଯଦି ଚିନି କମ୍ ଖାଆନ୍ତି ତ ଚିନି ଅଳ୍ପ ନେଇପାରିବେ, ଯଦି ଚିନି ଅଧିକ ଖାଆନ୍ତି ତ ଚିନି ଏଠି ଆପଣ 4 ଚାମଚ ମଧ୍ୟ ୟୁଜ୍ କରିପାରିବେ। ଆପଣଙ୍କ ଆକର୍ଡିଂ ହିସାବରେ ଆପଣ ୟାକୁ ବଢ଼େଇ ପାରିବେ, କମେଇ ପାରିବେ। ଫ୍ରେଣ୍ଡ ମୁଁ ଏଠି ନେଇଯାଇଛି 4 ବଡ଼ ଚାମଚ ମିଲ୍କ ପାଉଡର, ମାନେ 4 ବଡ଼ ଚାମଚ ଏଠି ଅମୁଲର ଗୁଣ୍ଡ ନେଇଯାଇଛି। ତ ୟାକୁ ଆମେ ବହୁତ ବଢ଼ିଆ ଭାବରେ ମିଶେଇଦେବା। ଫ୍ରେଣ୍ଡ ଏଇଟା ଦେବା ଦ୍ୱାରା ରିଚ୍ ଲୁକ୍ ଆସେ, ଯୋଉଟାକି ଆପଣଙ୍କର ହାଲୁଆଇ ମାନେ କରନ୍ତି, ଦୋକାନରେ କରନ୍ତି। ଆଉ ବଢ଼ିଆ ମଧ୍ୟ ଟେଷ୍ଟ ବି ଲାଗିଥାଏ ଖାଇବାରେ। ତ ନିହାତି ଭାବରେ ଫ୍ରେଣ୍ଡ ମିଲ୍କ ପାଉଡର ଦିଅନ୍ତୁ। ଫ୍ରେଣ୍ଡ ଏବେ ଆପଣଙ୍କର ବହୁତ ଲୋକଙ୍କର କ୍ୱେଶ୍ଚିନ୍ ଆସିବ, ଯଦି ଆପଣଙ୍କ ପାଖରେ କ୍ଷୀର ନାହିଁ ତ ଆପଣ କରିବେ କ'ଣ? ତ କରିବାର ଫ୍ରେଣ୍ଡ କୌଣସି ପ୍ରକାର କଥା ନାହିଁ। 1 କପ୍ ଆପଣ ପାଣି ନେଇଯାଆନ୍ତୁ। ଗୋଟେ ଅଲଗା ଜାଗାରେ ଆପଣ 1 କପ୍ ପାଣି ନେଇଯାଆନ୍ତୁ, ଗ୍ୟାସ୍ ଅନ୍ କରନ୍ତୁ। ସେଇଥିରେ ଫ୍ରେଣ୍ଡ ଆପଣ 4 ଚାମଚ ଆପଣ ମିଲ୍କ ପାଉଡର ମାନେ ଅମୁଲର ଗୁଣ୍ଡ ଆସେ, ସେ ଗୁଣ୍ଡ ପକେଇ ଦିଅନ୍ତୁ। ପକେଇକି ହାଲକା ଉଷୁମ ପାଣିରେ ପକେଇକି ତାକୁ ଘାଣ୍ଟି ଦିଅନ୍ତୁ। ସେ ପୁରା ଆପଣଙ୍କର କ୍ଷୀର ପରିକା କାମ କରିବ। ପଛରେ ଆପଣଙ୍କୁ ଅମୁଲ ଆଡ୍ କରିବାକୁ ମଧ୍ୟ ପଡ଼ିବ ନାହିଁ। ଲାଷ୍ଟରେ ଆପଣ ଘିଅ ଟିକେ ଦେଇ ଦିଅନ୍ତୁ, ଗ୍ୟାସଟି ବନ୍ଦ କରିଦିଅନ୍ତୁ। ଇଏ ଆମର ରେଡି ହେଇଗଲା ଗାଜରର ହାଲୁଆ। ଦେଖିପାରୁଥିବେ ଫ୍ରେଣ୍ଡ ବହୁତ କମ୍ ଟାଇମରେ ଆମର ଗାଜର ହାଲୁଆ ରେଡି ହେଇଯାଇଛି। ଫ୍ରେଣ୍ଡ ଯଦି ଏଠି ବହୁତ ଲୋକଙ୍କ ପାଖରେ ମିଲ୍କ ପାଉଡର ଆଭେଲେବଲ ନାହିଁ ତ ଆପଣ ତାକୁ ବି ମଧ୍ୟ ସ୍କିପ୍ କରିପାରିବେ। ଫ୍ରେଣ୍ଡ ମୁଁ ଆଶା କରୁଛି ମୋର ଏଇ ଗାଜର ହାଲୁଆ ରେସିପିଟି ଆପଣଙ୍କୁ ବହୁତ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଫ୍ରେଣ୍ଡ ସିକ୍ରେଟ ଫୁଡି 1 ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ କରିଦିଅନ୍ତୁ, ଏହିପରି ଭାବରେ ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ। ବାକି ସବା ପ୍ରଥମେ ଆପଣଙ୍କ ପାଖରେ ଯଦି ଚାହୁଁଛନ୍ତି ଆପଣ ଭିଡ଼ିଓ ଯାଇକି ପହଞ୍ଚିବ ତ ନିହାତି ଭାବରେ ଫ୍ରେଣ୍ଡ ସବସ୍କ୍ରାଇବ କରିକି ବେଲ୍ ନୋଟିଫିକେସନ ଅନ୍ କରିଦିଅନ୍ତୁ, ତାକି ଗୋଟି ଗୋଟି କରି ଭିଡ଼ିଓ ଆପଣଙ୍କ ପାଖରେ ପହଞ୍ଚିଯିବ। ଆଉ ଆପଣଙ୍କୁ ଯଦି ଗାଜର ହାଲୁଆ ଖାଇବା ପସନ୍ଦ ତ ଗୋଟେ ଲାଇକ୍ କରିକି କମେଣ୍ଟ କରିଦିଅନ୍ତୁ। ଆପଣ କୋଉ ଜାଗାରୁ ଦେଖୁଛନ୍ତି ସେୟାର କରିଦିଅନ୍ତୁ ସେହି ଫ୍ରେଣ୍ଡକୁ ଯୋଉ ଫ୍ରେଣ୍ଡ ଆପଣଙ୍କର ଗାଜର ହାଲୁଆ ଖାଇବା ପସନ୍ଦ କରନ୍ତି କିମ୍ବା ପସନ୍ଦ କରନ୍ତି ନାହିଁ, କିମ୍ବା ତାଙ୍କୁ ବନେଇ ଆସେନି। ନିହାତି ଭାବରେ ଫ୍ରେଣ୍ଡ ସେୟାର କରିଦିଅନ୍ତୁ। ଆଉ ନିହାତି ଭାବରେ ବନାନ୍ତୁ, ନିଜେ ଖାଆନ୍ତୁ, ଫ୍ୟାମିଲିକୁ ଖୁଆନ୍ତୁ। ଆଉ କେମିତି ଲାଗିଲା ସମସ୍ତଙ୍କୁ ବନେଇ ସାରିଲା ପରେ ଦେଇ ସାରିଲା ପରେ ମତେ କମେଣ୍ଟରେ ନିହାତି ଭାବରେ ଜଣେଇବେ। ଏ ଫ୍ରେଣ୍ଡ ବହୁତ ହି ଟେଷ୍ଟ ଥିଲା, ମୁଁ ତ ଚାଲିଲି ଖାଇବାକୁ। ଯଦି ଆପଣମାନଙ୍କର ଖାଇବା ଅଛି ବନାନ୍ତୁ। ଟାଟା ବାଇ ବାଇ, ପୁଣି ଦେଖା ହବ ଗୋଟେ ନୂଆ ଭିଡ଼ିଓରେ। ବାଇ।